এটা দুইটা পর্যায়ে লঘু চাপ জনিত ବର୍ଷା ପାଇଁ ଗୁଡ଼ିଏ ଜିଲ୍ଲା କ୍ଷୟକ୍ଷତି ହୋଇଛି। ସେ କ୍ରମରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଏବଂ ମାଲକାନଗିରି ଉଭୟ ଜିଲ୍ଲାରେ ଚାଷ ଜମି ମଧ୍ୟ ନଷ୍ଟ ହୋଇଛି, ଘର ମଧ୍ୟ ଭାଙ୍ଗିଛି। ମାଲକାନଗିରିର କ୍ଷୟକ୍ଷତି ବେଶୀ। ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଲଘୁଚାପ ହେଲା ସେଥିରେ ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଏବଂ କିଛିକାଂଶରେ ଭଦ୍ରକ ଏ ଜିଲ୍ଲାମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରକୃତରେ ବାଲେଶ୍ୱର କ୍ଷୟକ୍ଷତି ବେଶୀ। ତେଣୁ ପାଣି ଝାଡ଼ଖଣ୍ଡରୁ ଯେଉଁ ଭାବରେ ଆସୁଛି ଏବଂ ଝାଡ଼ଖଣ୍ଡର ଯେଉଁ ମୂଳ ସମସ୍ୟା ଅଛି, ବନ୍ଧଟା ସମ୍ପୂର୍ଣ୍ଣ ହୋଇନାହିଁ। ବନ୍ଧର ଉପର ମୁଣ୍ଡରେ ବର୍ତ୍ତମାନ ମଧ୍ୟ ଲୋକ ରହିବା ଫଳରେ ବନ୍ଧର କାନ୍ଥଟାର ଉଚ୍ଚତା ବଢ଼ିପାରୁନାହିଁ। ତେଣୁ ବଳକା ପାଣି ସବୁ ଆସିକରି ମୟୂରଭଞ୍ଜ ଏବଂ ବାଲେଶ୍ୱର ଦୁଇଟା ଜିଲ୍ଲାକୁ କ୍ଷତିଗ୍ରସ୍ତ କରାଉଛି। ଏବେ ପାଣି ଫୁଲମୁନ୍ ଥିବା କାରଣରୁ ସମୁଦ୍ର ମଧ୍ୟ ପାଣିଟାକୁ ଟେକଅପ୍ କଲାନି, ଯାହାଫଳରେ ପାଣି ସ୍ଥିର ରହିଗଲା। ତେଣୁ ଏବେ ପାଣି ଫେରିବାଟା ଆରମ୍ଭ କଲାଣି। କୌଣସି ଧନ ଜୀବନ ବ୍ୟାପକ ଭାବରେ ନଷ୍ଟ ହୋଇନି। ସମସ୍ତେ ସୁରକ୍ଷିତ ଅଛନ୍ତି, କାହାର ପ୍ରାଣହାନି ଘଟି ନାହିଁ। ସମସ୍ତଙ୍କୁ ଆମେ ସୁରକ୍ଷା କରିଛୁ ଏବଂ ସମସ୍ତଙ୍କୁ ଯେଉଁମାନେ ଆସିକି ରିଲିଫ୍ ସେଣ୍ଟରରେ ରହିଲେ ତାଙ୍କର ପାଇଁ ସମସ୍ତ ବ୍ୟବସ୍ଥା, ଭୋଜନ ରହିବା ବ୍ୟବସ୍ଥା ଧୀରେ ଧୀରେ ଫେରିବାଟା ମଧ୍ୟ ଆରମ୍ଭ କଲାଣି। ଏବେ ରହିଲା କ୍ଷୟକ୍ଷତିର କଥା। କ୍ଷୟକ୍ଷତି ହୋଇଛି, ଗୁଡ଼ିଏ ଘର ଭାଙ୍ଗିଛି, କିଛି ଆଂଶିକ ଭାଙ୍ଗିଛି, କିଛି ସମ୍ପୂର୍ଣ୍ଣ ଭାଙ୍ଗିଛି। ତାର ତାଲିକା ପ୍ରସ୍ତୁତ ହୋଇକରି ଆସେସମେଣ୍ଟ ଆକଳନ ଆରମ୍ଭ ହୋଇଗଲାଣି। ଚାଷ ଜମି ମଧ୍ୟ ଗୁଡ଼ିଏ ଜାଗାରେ ଚାଷ ଜମି ମଧ୍ୟ କ୍ଷୟକ୍ଷତି ହୋଇଛି ପାଣି ପଶିବା ଫଳରେ, ତାର ମଧ୍ୟ ଆକଳନ ଆରମ୍ଭ ହୋଇଗଲାଣି। ଆମେ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛୁ 7 ଦିନ ଭିତରେ କ୍ଷୟକ୍ଷତିର ଆକଳନ କରିକରି ପ୍ରଦେଶକୁ ରାଜସ୍ୱ ବିଭାଗକୁ ପଠାନ୍ତୁ। ଯେତେ ଲୋକଙ୍କର କ୍ଷୟକ୍ଷତି ହୋଇଛି ନିର୍ଦ୍ଦେଶ ସ୍ପଷ୍ଟ ଅଛି। ଜଣେ ମଧ୍ୟ କ୍ଷତିଗ୍ରସ୍ତ ଲୋକ ବାଦ ପଡ଼ିବା କଥା ନୁହଁ ଏବଂ ପ୍ରତ୍ୟେକ ଦିନ ଏହି କ୍ଷୟକ୍ଷତି ବାବଦରେ ଯେଉଁ ଆକଳନ ତାର ରିପୋର୍ଟ ମଧ୍ୟ ମୁଁ ବ୍ୟକ୍ତିଗତ ଭାବରେ ତଲବ କରୁଛି ଏବଂ ପରୀକ୍ଷା ନିରୀକ୍ଷା କରୁଛି। ଥରେ ସମ୍ପୂର୍ଣ୍ଣ ତାଲିକା ପଳେଇ ଆସିଲା ପରେ କ୍ଷୟକ୍ଷତି ପ୍ରଦାନ ଆରମ୍ଭ ହେବ। ଓଡ଼ିଶା ରିଲିଫ୍ କୋର୍ଟରେ ଯେଉଁ ବ୍ୟବସ୍ଥା ଅଛି ସେ ବ୍ୟବସ୍ଥାକୁ ମଧ୍ୟ ବହୁତ ସରଳ ଭାବରେ ପରୀକ୍ଷା କରିକରି ଏବଂ ମାନବିକତାକୁ ଆଖି ଆଗରେ ରଖିକରି ଏ କ୍ଷୟକ୍ଷତି ଆକଳନ କରିବା ପାଇଁ କୁହାଯାଇଛି। ଯେତେ ଲୋକଙ୍କର କ୍ଷୟକ୍ଷତି ହୋଇଛି, କମ୍ ହଉ ବେଶୀ ହଉ, ସେମାନଙ୍କୁ ସମସ୍ତଙ୍କୁ ନିଖୁଣ ଭାବରେ କ୍ଷତିପୂରଣ ଦିଆଯିବ। ଯଦି କେହି ବାଦ ବି ପଡ଼େ, ଏଇଟା ମଧ୍ୟ ସେମାନେ ସବୁ ଲୋକଙ୍କର ଅଧିକାର, ସେମାନେ ସିଧା ମୋର ଦୃଷ୍ଟିକୁ ମଧ୍ୟ ଆଣିପାରିବେ। ଏ ସରକାର ଲୋକଙ୍କ ସରକାର, ଗରିବ ଲୋକଙ୍କ ସରକାର ଏବଂ ଯେଉଁ କ୍ଷୟକ୍ଷତି କିଛି ଦେଉଛୁ, ଯେଉଁଟା ଆମେ ରିଲିଫ୍ କୋର୍ଟ କହୁଛୁ, ଏ ରିଲିଫ୍ କୋର୍ଟର ନାମ ମଧ୍ୟ ପରିବର୍ତ୍ତନ କରିବା ପାଇଁ ଆମେ ଆଗକୁ ପ୍ରୟାସ କରୁଛୁ। ଆମେ ଭାବୁଛୁ ଏଇଟା ବ୍ରିଟିଶ ସମୟର ଯେଉଁଟା ଥିଲା, ସେଥିରେ ଏଇଟା ଯେମିତି ସହାନୁଭୂତିର ରାଶି ପ୍ରଦାନ କରୁଥିଲୁ, ଆମେ ତାକୁ ଅଧିକାରରେ ପରିଣତ କରିବୁ। କ୍ଷୟକ୍ଷତି ହେଲା ଅର୍ଥ ହେଉଛି ସେ ଲୋକର ଅଧିକାର ସରକାରଙ୍କ ଉପରେ। ତେଣୁ ସେମାନଙ୍କର ଅଧିକାରକୁ ପୂର୍ତ୍ତି କରିବା ପାଇଁ ରାଜସ୍ୱ ବିଭାଗ 24 ଘଣ୍ଟା ତତ୍ପର ଅଛି। ଆପଣ ଲେଖି ରଖିଥାନ୍ତୁ, କେହି ବାଦ ପଡ଼ିବେ ନାହିଁ। ଯଦି କେହି ବାଦ ପଡ଼େ, ଆକଳନ ସମୟରେ ଯେଉଁ ଅଧିକାରୀମାନେ ଦାୟିତ୍ୱରେ ଥିଲେ ଆସେସମେଣ୍ଟର, ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ। ରିଲିଫକୁ ଆମେ ଅଧିକାର ରାଶି କହିବୁ। ଏବେ ସହାନୁଭୂତି ରାଶି କୁହାହେଉଛି। ଆମେ ଆକୁ ତାକୁ ପରୀକ୍ଷା ନିରୀକ୍ଷା କରୁଛୁ, ଆଲୋଚନା କରୁଛୁ। ରିଲିଫ କୋର୍ଟକୁ ମଧ୍ୟ ପରିବର୍ତ୍ତନ କରିବା ପାଇଁ ଯେଉଁମାନେ ଷ୍ଟେକ୍ ହୋଲ୍ଡର, ରାଜନୈତିକ ଦଳ, ତାଙ୍କ ସାଙ୍ଗରେ ମଧ୍ୟ କଥାବାର୍ତ୍ତା କରୁଛୁ। ଆମେ ତାକୁ ପରିବର୍ତ୍ତନ କରିବା ପାଇଁ ଚାହୁଁଛୁ ଯେ ବିପର୍ଯ୍ୟୟ ଅଧିକାର ଆଇନ, ବିପର୍ଯ୍ୟୟରେ ଯେଉଁ କ୍ଷତି ହେଲା ତାର ଅଧିକାର, ସହାନୁଭୂତି